ସେ ଆମ ଭାଇ ଆଉ ତାକୁ ଖୋଳିକି କିଛି ଲାଭ ନାହିଁ। ନିଜକୁ ସୁଧୁରି ଯାଅ, ନିଜ ବାକ୍ ତାକୁ ସଂଯତ ରଖ, ଅହଙ୍କାର ଗର୍ବ ଛାଡ଼, ଆସ ଭାଇମାନେ ମିଶିକି ପୁଣି ପ୍ରଡ୍ୟୁସର ମାନେ ଏକାଠି ସିନେମା ଭଲ ସିନେମା କରି ଇଏ କରିବା। ଗୋଟେ ଭିଡ଼ିଓ ଭାଇରାଲ ହେଇଥିଲା ଯେ ପ୍ରଡ୍ୟୁସର ଭିତରେ ଝାମେଲା ହେଉଛି, ସମସ୍ତେ ଦେଖୁଛନ୍ତି, ପୋଲିସ ସାମ୍ନାରେ ଗାଳି ମନ୍ଦ ଦୁନିଆ କଥା ଚାଲିଥିଲା। ତାପରେ ଏତେ ଲଜ୍ଜିତ ହେଲୁ, ପ୍ରଡ୍ୟୁସର କହିବାକୁ ଲଜ୍ଜା ଲାଗିଲା। ମାନେ ଲୋକ, ସାଧାରଣ ଲୋକ ବି ମାନେ ଆମକୁ ଆଖିରେ ଦେଖେଇକି କହିଲେ କ'ଣ ତମ ଭିତରେ ଠିକ୍ ନାହିଁ, ତମ ପ୍ରଡ୍ୟୁସର କ'ଣ ଝାମେଲା ହେଉଛ। ଆଜି ତାର ପୂର୍ଣ୍ଣଚ୍ଛେଦ ପଡ଼ିଲା। କ'ଣ ନା ଯେଉଁ ଆମେ ପ୍ରେସ୍ ମିଟ୍ କରୁଥିଲୁ, ଯେଉଁ ଆର ଗୋଷ୍ଠୀ ସେମାନେ ଆମକୁ କହିଲେ ଖାଇଗଲେ ନେଇଗଲେ ୟୁସିସିର ଖାଇଗଲେ ନେଇଗଲେ, ଏଇ ବାବଦ ନେଇ ସେ କହିଲେ। ଯେତେବେଳେ ଆମେ ପ୍ରେସ୍ ମିଟ୍ କରି ପ୍ରମାଣପତ୍ର ଦେବା ପାଇଁ କରୁଥିଲୁ, ସେମାନେ ସେଇ ଜାଗାକୁ ଆସିକି ଶୀତଲ ହୋଟେଲ ଆସିକି ଦୁନିଆ ଝାମେଲା କଲେ। ତମେ କ'ଣ କରୁଛ, ୟୁସିସି ବୋର୍ଡ଼ ମାରିକି ପ୍ରେସ୍ ମିଟ୍, ୟୁସିସି ଆମର ଟୁଟୁ ନାୟକ ଥିଲେ, ଆଉ କେତେ ଭାଇ ଭଉଣୀ କେତେ ଜଣ ଥିଲେ। ହଁ, ସେ ଭିଡ଼ିଓ ଦେଖିଲେ ଆପଣ ଜାଣିପାରିବେ କେଉଁମାନେ ସେଠି ଥିଲେ। ଆଜି ତାର ପୂର୍ଣ୍ଣଚ୍ଛେଦ ପଡ଼ିଲା। ଆମର ଉଦ୍ଦେଶ୍ୟ ନୁହଁ ଯେ କାହାକୁ ଆମେ ଆକ୍ଷେପ କରି ବଦନାମ କରିବା। ଆମର ଉଦ୍ଦେଶ୍ୟ ହେଉଛି କ'ଣ ନା ସତ୍ୟତାକୁ ସାମ୍ନାକୁ ଆଣିବା। ଯେଉଁ ଲୋକମାନେ ସତ୍ୟତା ପାଇନଥିଲେ, ଓଡ଼ିଶାବାସୀମାନେ ସତ୍ୟତା 93 ମସିହାରେ ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ ନାଁରେ ଗୋଟେ ରେଜିଷ୍ଟ୍ରେସନ୍ ହେଇଥିଲା। ତାର ଅଫିସ୍ ହେଉଛି କଟକ ତଳ ତେଲେଙ୍ଗା ବଜାର। ସେମାନେ ବହୁତ ମାନେ ଭଲ ଭଲ ଲୋକ ଥିଲେ। ସେଥିରେ ବି ବସନ୍ତ ନାୟକ ବି ଥିଲେ, ପ୍ରେସିଡେଣ୍ଟ ଥିଲେ। ବର୍ତ୍ତମାନ ତ ନାହାନ୍ତି, ବର୍ତ୍ତମାନ ଆମେ ସବୁ ଅଛୁ, ସେଠି ମେମ୍ବର ଅଛୁ। ଇଏ ବି ସେଥିରେ ଥିଲେ, ସେଇଠି ମେମ୍ବର। ଚେୟାର ଲାଲସାରେ, ପ୍ରେସିଡେଣ୍ଟ ହବା ଲାଲସାରେ, ଆଉ କିଏ ପ୍ରେସିଡେଣ୍ଟ ହବା ଲାଲସାରେ ବାବୁ କିଛି ଆମରି ଭାଇମାନଙ୍କୁ ନେଇ ହାତେଇକି ଗୋଟେ ଜାଲି କାଗଜପତ୍ର ଦେଇ ଗୋଟେ ସାର୍ଟିଫିକେଟ୍ ହାସଲ କରିନେଲେ। ସେଇ ସାର୍ଟିଫିକେଟ୍ ବଳରେ କିଏ, ଟୁଟୁ ନାୟକ, ସେଇ ସାର୍ଟିଫିକେଟ୍ ବଳରେ ମୋର ଫିଲ୍ମ ମାଇଣ୍ଡ ଗେମ୍ ଫିଲ୍ମ ଚାଲିଥିଲା। ପ୍ରେସିଡେଣ୍ଟ ବ୍ୟାନ୍ କରିଦେଲେ ମନୋଜ ମିଶ୍ରକୁ। ମନୋଜ ମିଶ୍ର ସେଇ ଦିନୁ ରିଆକ୍ଟ ଆରମ୍ଭ ହେଲା ତାର। କିଏ, କେଉଁ ବ୍ୟକ୍ତି ଯୋଗୁଁ, ଏଇ ଟୁଟୁ ନାୟକ ଯୋଗୁଁ। କୁଆଡ଼େ କଳିଟା କୁଆଡ଼େ ଯାଉଛି ଦେଖନ୍ତୁ। ଆପଣ ମାନେ କହୁଛନ୍ତି ଟୁଟୁ ନାୟକ ଯୋଗୁଁ କଳିର ଆରମ୍ଭଟା ହେଇଛି। ମନୋଜ ମିଶ୍ର ଏମିତି ସବୁ ଫିଲ୍ମ ନାଁରେ ଅପୋଜ କଲେ। ଯେତେବେଳେ ତାକୁ ବ୍ୟାନ୍ କରାହେଇଯିବ, ସେ କ'ଣ କରିବ? ବ୍ୟାନ୍ କରିବାକୁ ତମେ କିଏ? ଆଜି ସେଇଟା ପ୍ରମାଣପତ୍ର ହେଇଗଲା। ତମେ ଜାଲି କାଗଜପତ୍ର ଦେଇ ତମେ ଯେଉଁ ହାତେଇ ନେଇଥିଲ, ସଭାପତି ହେଇଥିଲ, ତାର ଆଜି ପ୍ରମାଣପତ୍ର ହେଇଗଲା। ସତ୍ୟତା ସାମ୍ନାକୁ ପଳେଇ ଆସିଲା ଯେ 93-94 ମସିହାରେ ତଳ ତେଲେଙ୍ଗା ବଜାର କଟକରେ ଯେଉଁ ଅଫିସଟା ଥିଲା, ସେଇଟା ହେଉଛି ମୁଖ୍ୟ ଅଫିସ। ଆଉ ଯେଉଁ ପଛରେ ରେଜିଷ୍ଟ୍ରେସନ୍ କରିଥିଲେ, ସେଇଟା ମାନେ ହାଇକୋର୍ଟ ତାକୁ ରଦ୍ଦ କରିଦେଲା ସେ ସାର୍ଟିଫିକେଟକୁ। ମୁଁ ତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛି, ଆପଣ ଆସନ୍ତୁ, ମିଡ଼ିଆ ଆଗରେ ବସିବା, ଆପଣ ବସିବେ, ମୁଁ ବସିବି, ଆମର ୟୁସିସିର ସେକ୍ରେଟାରୀ ବସିବେ, କଥା ହେବା। ସତ୍ୟତା କ'ଣ ପ୍ରକାଶ ପାଇବ? ଆସିବନି, ମୁଁ ଜାଣିଛି ତମେ ଆସିବନି। ତମର 1000 ୱିକ୍ ପଏଣ୍ଟ। ଟୁଟୁ ନାୟକ ଆସିବ ସାମ୍ନାକୁ, ମିଡ଼ିଆରେ ମୁଁ ଆସିବି। ଗୋଟେ କନକ ନ୍ୟୁଜ୍ରେ ଯାଇଥିଲା, ସିଏ ବସିଥିଲେ, ମୁଁ ବସିଥିଲି।
ପୁରା ଏମିତି ବାଗରେ ଧୋଇଲି 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 ସେଇଦିନ ମୋ ସାମ୍ନାରେ ମିଡ଼ିଆକୁ ଆସୁନି। ମୁଁ ଯୋଉଠି ଥିବି ସେ ଆସିବନି। ମୁଁ ଏବେ କହୁଛି ଆସ ବସିବା କଥା। ତଥାପି ଆମ ଦ୍ୱାର ଖୋଲା ଅଛି। ସେ ଆମରି ଭାଇ। ଆମେ ଜିତିଗଲୁ ବୋଲି ଆମେ ଗର୍ବ କରିବୁନି। ଫଳନ୍ତା ଗଛ ସବୁବେଳେ ନଇକି ରହିବ। ଆଉ ଯେଉଁ ଗଛ ଫଳନ୍ତା ସେ ବଡ଼ ବଡ଼ ହେବେ। ଆମେ ତଥାପି ଦ୍ୱାର ଖୋଲା ଅଛି। ତମ ନିଜ ପାଟିକି ସଂଯତ କର, ଗର୍ବ ଅହଙ୍କାର ଛାଡ଼, ଆସ କାନ୍ଧରେ ହାତ ପକେଇକି ବୁଲିବା। ଯେପର୍ଯ୍ୟନ୍ତ ତମେ ନିଜ ଭୁଲଟା ନିଜେ ବୁଝିନ ସେ ପର୍ଯ୍ୟନ୍ତ ତମେ 15 ମସିହାରେ ୟୁସିସିରେ ମେମ୍ବର ହେଲେ ଟୁଟୁ ନାୟକ କୋଉଠି କଟକ ତଳ ତେଲାଙ୍ଗ ବଜାରରେ ଯୋଉଟା ଆଜି ଜିତିଲା। ଯୋଉ 15 ମସିହା 24 ମସିହା ପର୍ଯ୍ୟନ୍ତ କୌଣସି ଫିଲ୍ମ କରିନାହାନ୍ତି। 24 ମସିହାରେ ଗୋଟେ ଫିଲ୍ମ କଲେ ଆଇ ଲଭ୍ ୟୁ ଟୁ। କେତେ ବର୍ଷ ନିଜେ ନିଜେ ଆଇ ଲଭ୍ ୟୁ ତାଙ୍କ ବାପା କରିଥିଲେ, ସିଏ କରିନଥିଲେ। ତାଙ୍କ ବାପାର ହେଉଛନ୍ତି 3ଟା ପୁଅ। ସେତେବେଳେ ତାଙ୍କ ବାପା ତ ପ୍ରେସିଡେଣ୍ଟ ଥିଲେ। ସିଏ ତ ମେମ୍ବର ନଥିଲେ। 15 ମସିହାରେ ମେମ୍ବର ହେଲେ। ଜଣେ ମେମ୍ବର ନ ହେଇକି ସିଏ କ'ଣ ପ୍ରଡ୍ୟୁସର ହେଇଯିବ? ତାଙ୍କ ବାପା ଫିଲ୍ମ କରିଥିଲେ। ତାଙ୍କ 3ଟା ପୁଅ। ସେତେବେଳେ ସାର୍ଟିଫିକେଟ୍ ହାତରେ ଲେଖା ହେଉଥିଲା, ଡିଜିଟାଲ ସାର୍ଟିଫିକେଟ୍ ନଥିଲା। ତାଙ୍କ ନାଁଟା ଲେଖିଦେଇଥିଲେ, ବୁଝିପାରିଲ? ତାଙ୍କ ନାଁଟା ଲେଖିଦେଇଥିଲେ। କିନ୍ତୁ ସିଏ ପ୍ରଡ୍ୟୁସର ନୁହଁ। ପ୍ରଡ୍ୟୁସର କେତେବେଳେ ହେବ ନା ଫାଷ୍ଟ ମେମ୍ବର ହେବ, ମେମ୍ବରସିପ୍ ମିଳିବ, ତାପରେ ତମେ ପ୍ରଡ୍ୟୁସର ହେବ। ଏ କଥାଟା ମୂଳରୁ ମୁଁ କହି ଆସୁଛି। ସିଏ ନୂଆ ପ୍ରଡ୍ୟୁସର। 24 ମସିହା ଯେଉଁ ଫିଲ୍ମଟା କଲେ ସିଏ ନୂଆ ପ୍ରଡ୍ୟୁସର, ପୁରୁଣା ନୁହଁ। ପୁରୁଣା ତାଙ୍କ ବାପା ଥିଲେ। ତାଙ୍କ ବାପାଙ୍କୁ ମୁଁ ସମ୍ମାନ ଦେଉଛି। ଭଲ ଓଡ଼ିଶାରେ ଭଲ ସିନେମା କରେ। ଆପଣମାନେ କୁହନ୍ତୁ, ଯେତେବେଳେ ଆଇ ଲଭ୍ ୟୁ ଟୁ ଫିଲ୍ମ ରିଲିଜ୍ ହେଲା, ତାଙ୍କ ଭାଇମାନଙ୍କ ଭିତରେ ଯେଉଁ ଝଗଡ଼ା ହେଲା, ତାକୁ ହଲ୍ କିଛି ମିଳିଲା ନାହିଁ। ତ ଇଏ ଗୋଟେ ୟୁସିସିର ପ୍ରେସିଡେଣ୍ଟ ଥିଲେ, ହଲ୍ କାହିଁ ମିଳିଲାନି ଆଙ୍କୁ? କାହିଁ ତାଙ୍କ ଭାଇମାନେ, ଯିଏ ଭାଇର ନୁହଁ ସିଏ କ'ଣ କାହାର ହବ? ଆଉ ତାଙ୍କ କଥାବାର୍ତ୍ତା, ତାଙ୍କ ବ୍ୟବହାର ବିଗତ ଦିନରେ ଗୋଟେ ସାମ୍ବାଦିକା ଭଉଣୀକୁ ଜାବଡ଼ାଟା ମାରିଦେଲେ। ସେ କେତେ କେସ୍ ହେଇଛି, ଜେଲରେ ଯାଇଛନ୍ତି, କେତେ ଝାମେଲା ହେଇଛି। କାଷ୍ଟିଂ କାଉଚରେ ବି ସେ ଫସିଛନ୍ତି। ତାଙ୍କ ବିଷୟରେ ଆଉ କ'ଣ କହିବି? ବାକି ଆଉ କ'ଣ କହିବି? ତଥାପି ସେ ଆମ ଭାଇ। ଆଉ ତାକୁ ଖୋଳିକି କିଛି ଲାଭ ନାହିଁ। ନିଜକୁ ସୁଧୁରି ଯାଅ। ନିଜ ବାକ୍ ତାକୁ ସଂଯତ ରଖ, ଅହଙ୍କାର ଗର୍ବ ଛାଡ଼, ଆସ ଭାଇମାନେ ମିଶିକି ପୁଣି ପ୍ରଡ୍ୟୁସର ମାନେ ଏକାଠି ସିନେମା, ଭଲ ସିନେମା କରିବା। ନିଜେ ତମେ କ'ଣ ଗୋଟେ କରି ଗୋଟେ ଫିଲ୍ମ, ହଁ ମୋତେ କହିଲେ ଟଙ୍କାରେ ପୋତି ଦେବି। ଯାହା ପାଇଁ ଟଙ୍କା ଦେବ ସେ ପୋତି ଦେବ। ଏମିତି ମୂର୍ଖ ଜଗତରେ ଦେଖିବାକୁ ମିଳିବନି। ଟୁଟୁ ନାୟକ ମାନେ ଟଙ୍କାରେ ପୋତି ଦେବି। ମୋତେ କହିବେ ଭାଲୁ। କୋଉ ଆଙ୍ଗେଲରୁ ଭାଲୁ ଦେଖାଯାଉଛି କହିଲ? ସିଏ ଟୁଟୁ ନାୟକ କ'ଣ କେତେ ଥର କହିବି କି? କୋଉ ମାନେ ମୁଁ ଭାଲୁ ଭଳିଆ ଦେଖାଯାଉଛି? ସେ ଗୋରା, ଟିକେ କଳା। କଳା ଲୋକ ଗୁରା ସବୁ ଭାଲୁ? ଏ ଭାଇ ସୁଧୁରି ଯାଅ। ଭଲ ସିନେମା ଗୋଟେ କର। ତମ ପାଇଁ ବହୁତ ଟଙ୍କା ଅଛି, ପୋତି ଦେବ। ତମର କ'ଣ ଆଉ କହିବି? ମୋର ଏନର୍ଜି ବେକାର ତା ନାଁ କହିକି ଏନର୍ଜି ନଷ୍ଟ କରିବି ହେଲା। ଛାଡ଼।